ରାମ ଲକ୍ଷ୍ମଣ ସୀତା ବନବାସ ସମୟରେ ସତୀ ଅନସୂୟାଙ୍କ ଠାରୁ ବିଦାୟ ନେଇ ପୁଣି ଅରଣ୍ୟରେ ବାହାରିଲେ। ଘୋର ଅରଣ୍ୟରେ ମୟୂରମାନେ ସବୁ ରାମ ଲକ୍ଷ୍ମଣ ସୀତାଙ୍କୁ ସ୍ୱାଗତ କଲେ। ଅରଣ୍ୟର ରମଣୀୟ ପରିବେଶ ବୁଲୁଛନ୍ତି ଅରଣ୍ୟ ମଧ୍ୟରେ। ସେହି ସମୟରେ ବିରାଧ ଅସୁର ଦୌଡ଼ି ଆସିଲା। ସେ ଅନ୍ୟମାନଙ୍କର ରକ୍ତକୁ ଠିଆ ଠିଆ ଶୋଷି ଯାଉଥିଲା। ସେ ଆସିକି ରାମ ଲକ୍ଷ୍ମଣଙ୍କୁ ଆକ୍ରମଣ କରିବାରେ ଲାଗିଲା। ରାମ ଲକ୍ଷ୍ମଣ ତୀର ମାରିଲେ, କିନ୍ତୁ ତୀର କୌଣସି କାମ ଦେଲା ନାହିଁ, ଶରୀରକୁ ଭେଦ କଲା ନାହିଁ। ରାମ ଲକ୍ଷ୍ମଣ ଆଶ୍ଚର୍ଯ୍ୟ ହୋଇଗଲେ। ଏହାପରେ ବିରାଧ ଅସୁର ରାମ ଲକ୍ଷ୍ମଣଙ୍କୁ ଦି କାନ୍ଧରେ ବସେଇ ବଣକୁ ନେଇଗଲା। ସୀତାଦେବୀ ପଛେ ପଛେ ଗୋଡ଼େଇଲେ, ରୋଦନ କଲେ, ହେ ରାମ, ହେ ଲକ୍ଷ୍ମଣ, ଆଜି ତୁମର ଏ କି ଦଶା ହେଲା? ତୁମେ ପରା ପରାକ୍ରମ ଦେଖେଇ ଶିବଧନୁ ଭାଙ୍ଗିଥିଲ। ଆଜି ସାମାନ୍ୟ ଅସୁରଟାକୁ ମାରିପାରିଲ ନାହିଁ। ତୁମେ ପରା ମହାବୀର ପୃଥ୍ୱୀ ବିଜୟୀ ପରଶୁରାମର ଗର୍ବ ଗଞ୍ଜନ କରିଥିଲ। ଏହାପରେ ରାମ ଲକ୍ଷ୍ମଣ କ'ଣ କଲେ? ବିରାଧର ଦି ହାତକୁ କାଟିଲେ, ବାଳକୁ ଟାଣିଦେଲେ। ବିରାଧ ସେଠି ମରିକି ଗୋଟିଏ ଦିବ୍ୟ ପୁରୁଷ ଭାବରେ ଜାତ ହେଲା। ରାମ ପଚାରିବାରୁ ସେ କହିଲେ, ମୁଁ ହେଉଛି ଗନ୍ଧର୍ବ ବିଦ୍ୟାଧର। ମୁଁ ଥରେ ଦୁର୍ବାସା ଋଷିଙ୍କ ଅଭିଶାପରେ ଆଜି ଅସୁର ପାଲଟି ଯାଇଥିଲି। ଦୁର୍ବାସା ମୁନି ମୋ ଉପରେ କ୍ରୋଧ କରି ଅଭିଶାପ ଦେଇଥିଲେ। ଆଜି ଆପଣଙ୍କ ଦୟାରୁ ମୁଁ ଶାପମୁକ୍ତ ହୋଇଗଲି। ଏହାପରେ ସେ ସ୍ୱଦେହରେ ପୁଣି ସ୍ୱର୍ଗକୁ ପ୍ରତ୍ୟାବର୍ତ୍ତନ କଲେ। ରାମ ଲକ୍ଷ୍ମଣ ସୀତା ପୁଣି ବନବାସ ମଧ୍ୟରେ ଘୋର ଅରଣ୍ୟକୁ ଚାଲିଗଲେ।